ମୋ ଏମଡିସି କଲେଜ ଥିଲା ଏନୁଆଲ୍ ଫଙ୍କସନ୍ସ। ଭାଇ ଆମ କଲେଜରେ ଏନୁଆଲ୍ ଫଙ୍କସନ୍ ସେଲିବ୍ରେସନ୍ କରାହେଉଥିଲା, ଯେଉଁଥିପାଇଁ ବହୁତ ଗୁଡ଼ାଏ ଭିଡ଼ ଆସିଥିଲା, ବହୁତ ଗୁଡ଼ିଏ ପିଲା ବି ମଧ୍ୟ ପାର୍ଟିସିପେଟ୍ କରିଥିଲେ। ସଙ୍ଗ୍ସ ଲାଇକ୍ ବହୁତ ଗୁଡ଼ିଏ କଲଚରାଲ୍ ପ୍ରୋଗ୍ରାମ୍ ହେଇଥିଲା। ଦେନ୍ ଆମର ସେ ସଙ୍ଗ୍ ପରେ ଆମର ଥିଲା ଡ୍ୟାନ୍ସ ପ୍ରାକ୍ଟିସ୍, କାରଣ ଆମର ଆପରେ ଥିଲା ଆମର ପରଫର୍ମାନ୍ସ। ସେଥିପାଇଁ ରୁମ୍କୁ ଆସିକି ଆମେ ଆମର କଷ୍ଟ୍ୟୁମ୍ ଚେଞ୍ଜ କରିବା ଲାଗି। ଭାଇ ଦେଖିପାରୁଥିବେ କଷ୍ଟ୍ୟୁମ୍ ଏତେ ଫନି ଅଛି, ତାମାନେ ଡ୍ୟାନ୍ସ ତ ଆହୁରି ଫନି ଥିବ। ଆମର ଡ୍ୟାନ୍ସ ଟପିକ୍ ଥିଲା ଲେଜି ଡ୍ୟାନ୍ସ, ସେଥିପାଇଁ ଆମର କଷ୍ଟ୍ୟୁମ୍ ବି ବହୁତ ହିଁ ଲେଜି ଥିଲା। ଭାଇ କଷ୍ଟ୍ୟୁମ୍ରୁ ହିଁ ଦେଖିପାରୁଥିବେ ଏତେ ଲେଜି ଅଛି, ଆଉ କ'ଣ ପିଲାମାନେ ତ ଆଉ କହି ହେବନି ସେ ଯେଉଁ ଟାଇପ୍ର ଡ୍ୟାନ୍ସିଂ ଥିଲା। ତାପରେ ଷ୍ଟେଜ୍ ଚଢ଼ିଗଲୁ ଭାଇ, ବହୁତ ଷ୍ଟେଜ୍ ଚଢ଼ିଲା ବେଳକୁ ତ ହାତଟା ପାଟି ପାଖକୁ ପଳେଇ ଆସିଥିଲା ଗାଇସ୍, ଖାଲି ବାହାରିବାକୁ ବାହାରିଥିଲା। ବାକି ବହୁତ ନର୍ଭସ୍ ଥିଲୁ, କିନ୍ତୁ ପରଫର୍ମାନ୍ସ ବହୁତ ଭଲ ହେଇଥିଲା ଭାଇ। ବହୁତ ଅଡ଼ିଏନ୍ସଙ୍କ ତାଳି ତ ଆଉ କହିବା କଥା ନାହିଁ। ଦେନ୍ ହସି ହସି ଲାଷ୍ଟ ଷ୍ଟେପ୍ ତ ବହୁତ ଆମେଜିଂ ଥିଲା ଗାଇ। ଯେତେବେଳେ ଆମେ ମଝିରେ ଧାଇଁଲୁ, ସେତେବେଳେ ଅଡ଼ିଏନ୍ସ ଆମକୁ ଅନେଇବାରେ ହିଁ ବ୍ୟସ୍ତ ରହିଗଲେ, ଆଉ କ'ଣ କରୁଛନ୍ତି ବୋଲି, ଏମାନେ କୁଆଡ଼େ ଯାଉଛନ୍ତି ବୋଲି। ଦେନ୍ ଡ୍ୟାନ୍ସ ସରିଲା, ଡ୍ୟାନ୍ସ ସରିଲା ସାଙ୍ଗମାନଙ୍କ ସହିତ ପୁରା ମସ୍ତି କଲୁ ନାଇଟ୍ ସାରା। ଦେନ୍ ଏନୁଆଲ୍ ଫଙ୍କସନ୍ ସରିଲା ଏବଂ